आज गाँ पिला गाँव नहांती ସେଇଟା ଅସୁବିଧା ନାହିଁ ହେଲେ ଗାଁକୁ ଆସୁ ବି ନାହାନ୍ତି ସେଇଠି ଅସୁବିଧାଟା ଘଟିଛି। 60 ସେକେଣ୍ଡ ତୁମର ଧୈର୍ଯ୍ୟ ଅଛି କି? ମୁଁ ଗୋଟେ ଓଡ଼ିଶାର ବଡ଼ ସମସ୍ୟା କହିବି, ଶୁଣ ବାବୁ। ଯଦି ତୁମେ ଛୋଟ କି ବଡ଼ ଚାକିରିଟା କଲ ବୋଲି ଗାଁକୁ କାଁ ଭାଁ ଆସିବ ବା ଆସିବ ନାହିଁ, ତାହେଲେ ଶେଷରେ ତୁମେ ଦୋଷୀ ହିଁ ମରିବ। କେମିତି? ଏଇ ଗାଁରେ ତୁମେ ବଡ଼ ହେଲ, ଏଇ ଗାଁର ମାଟି ପାଣି ପବନରେ ତୁମ ଶରୀର ଆଉ ମସ୍ତିଷ୍କ ବଢିଲା ନା କ'ଣ? ବିଗ୍ ବଜାରରୁ ସପିଂ କରି ତୁମ ବାପା ତୁମକୁ ଆଣିଥିଲେ? ତେବେ ସେଇ ଶରୀର ଓ ମସ୍ତିଷ୍କ ଏବେ ତମ ଗାଁ ପାଇଁ ଲାଗିବ ନାହିଁ କ'ଣ ପାଇଁ? ତୁମେ ସେଇ ଗାଁରେ କେତେ ମଳତ୍ୟାଗ କରିଛ, କେତେ ପରିବେଶ ବ୍ୟବହାର କରିଛ, ନଷ୍ଟ ବି କରିଛ ପରିବେଶ, ତାର ଋଣ ସୁଝିବ କିଏ? ତେଣୁ ବାବୁ, ଗାଁର କମିଟିରେ ସାମିଲ ହୁଅ, ଗାଁ ପୂଜାରେ ଟିକେ ପଇସା ଦିଅ ଓ ଯୋଗ ଦିଅ, ଆଉ ଶେଷରେ ଘୋଡ଼ା ଗାଡ଼ି ଘର ଯାହା ବି ସାମର୍ଥ୍ୟ ଅଛି ଗାଁରେ କର। କାହିଁକି ନା ତୁମଠାରୁ ଇନ୍ସପାୟାର ହେଇ ନବ ଯୁବପିଢ଼ି ଉନ୍ନତମୁଖର ହୋଇ ଉଠିବେ। ନହେଲେ ସେମାନେ ସେଇ ଲୁଙ୍ଗି ପିନ୍ଧି ଆମ୍ବ ତୋଟାରେ ତାସ ଖେଳିବେ ଆଉ ସନ୍ଧ୍ୟାରେ ଚିଲମଟା କାଟିବେ। ଆଉ ସେସବୁ ପାଇଁ ବି ପ୍ରବାସୀ ଦାୟୀ। କାହିଁକି ନା ଆମେ ତ କେବେ ତାଙ୍କୁ ବୁଝିବାକୁ ଚେଷ୍ଟା ବି କରିନେ ନା। ତେବେ ଖରାପ ହେଲେ କାହିଁକି କହିବା ତାଙ୍କୁ? ସେମାନେ ଆମ ନିଜ ଭାଇ ଭଉଣୀ ଭଳି। କେବେ ତମେ ବି ଗାଁରେ ନଙ୍ଗଳା ବୁଲୁଥିଲ କାଳିଆ ଭୂତ ହେଇ, ଏବେ ସେଇ ଗାଁର ବର୍ଷିକିଆ କୁଣିଆ ତୁମେ ତୁମ ଗାଁର ଫରେନ୍ ଟୁରିଷ୍ଟ ହେବେ। ନା, ଓଡ଼ିଶା ବଦଳିବ, ବଦଳିବ ଚିନ୍ତାଧାରା, ବଦଳିବ ଓଡ଼ିଶା। ଧନ୍ୟବାଦ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ।